ମୋ ଉରୁକୁଳା ଗ୍ରାମର କିଛି ଶ୍ରମିକ ଭାଇମାନେ 1990 ମସିହାରେ ମା ବାଟବାଣୀ ପୂଜା ପଥର ଗୋଟିଏ ପାଇଥିଲେ। ସେ ପଥରଟିକୁ ସ୍ଥାପିତ କରି ମା ବାଟବାଣୀ ପୂଜା ନାଁରେ ଆଜି ଉରୁକୁଳା ଗାଁରେ ପୂଜା ସ୍ଥାପିତ ହେଉଛି। ପଥରଟି ଆମର ବୁଧୁ ସେଠୀ, କଅଁଳୁ ବିଶ୍ୱାଳ, ସୁରମଣି ଦଳ ମାନେ ପାଇକିରି ମାନେ ସ୍ଥାପିତ କରିଥିଲେ ଗାଁର କିଛି ବ୍ୟକ୍ତି। ଏଠି ଆମ ପାତ୍ରପଡ଼ା ପୂଜାର 2 ଦିନ ପରେ ଏହି ପୂଜାର ସବୁ ବାର୍ଷିକ ଉତ୍ସବ ହେଉଛି। ଏଠି ଯାହା ମାନସିକ କଲେ ତାହା ସଫଳ ହୁଏ। ଗାଁର ବହୁତ ଲୋକ ଏଠି ଆସନ୍ତି। ଜୟ ମା ବାଟବାଣୀ, ଯାହାକି ଦୀର୍ଘ 1990 ମସିହାରୁ ଆମର ମା ବାଟବାଣୀଙ୍କର ପୂଜା ଚାଲି ଆସିଛି। ଯାହାକି ପାତ୍ରପଡ଼ା ଠାରେ ଥିବା ମା ବାଟବାଣୀ ସେ ପୂଜା ପରେ 2 ଦିନ ପରେ ଆମର ଏଠି ପୂଜା ଆରମ୍ଭ ହୁଏ। ଯାହାର ଉରୁକୁଳା ଗ୍ରାମର କିଛି ବୃଦ୍ଧ ଲୋକ ଯାହାକି ଆଜି ପର୍ଯ୍ୟନ୍ତ ବି ସେ ଅଛନ୍ତି। ସେ 4-5 ଜଣ ବନ୍ଧ ଖୋଳିବାରୁ ଗୋଟେ ପଥର ଯାହାକି ଉତ୍ପନ୍ନ ହେଲା। ସେଇ ପଥର ଉତ୍ପନ୍ନ ହୋଇ ମା ସ୍ୱପ୍ନ ଦୋଷରେ ଲୋକମାନଙ୍କୁ ଜଣାଇଲେ, କହିଲେ ଏଠି ମୁଁ ଉଭା ହେଇଛି, ପୂଜା ବି କରାଯାଉ ବୋଲି। ଯାହାକି ଲୋକମାନଙ୍କର ବି ଚିନ୍ତାଧାରା ହେଲା। ସେଇ ଚିନ୍ତାଧାରାରେ ଉରୁକୁଳା ଗ୍ରାମର ଯେ ବରିଷ୍ଠ ଅଛନ୍ତି ବର୍ତ୍ତମାନ ପ୍ରହ୍ଲାଦ ପ୍ରଧାନ, ସିଏ ସଭାପତି ଥିଲେ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆଜି ଏପର୍ଯ୍ୟନ୍ତ ପହଞ୍ଚି ଆସିଛି। ଆଉ ମାଙ୍କର ଗୋଟେ ଦୈବୀ ଶକ୍ତି ବି ଅଛି, ଯାହାକି ଯିଏ ଯେଉଁ ଭକ୍ତ ନିଜର ମାନସିକ ପାଇଁ ମାଙ୍କୁ ପ୍ରାର୍ଥନା କରିଥାଏ ତାହା ବି ପୂର୍ଣ୍ଣ ହୋଇଥାଏ।